প্রিয় বন্ধুগণ ସମସ୍ତଙ୍କୁ ନମସ୍କାର। ମୁଁ ଏକ ବିଶେଷ ଅନୁରୋଧ ନେଇ ଆପଣମାନଙ୍କ ନିକଟକୁ ଆଜି ଲାଇଭ୍ ଆସିଛି। ବିଶେଷ କରି ବିଗତ କିଛି ଦିନ ଧରି ଓଡ଼ିଶାର ବିଭିନ୍ନ ଜାଗାରେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଯେଉଁ ପ୍ରକାର ଭାବରେ ଅହୈତୁକ ଅତ୍ୟାଚାର ବଢ଼ି ଚାଲିଛି ତାର ପ୍ରତିବାଦରେ ଜୁଲାଇ 2 ତାରିଖ ଦିନ ମାଲକାନଗିରି ସହରରେ ଆପଣମାନେ ଓଡ଼ିଶାର ଯେକୌଣସି ସ୍ଥାନରେ ରହନ୍ତୁ, ଓଡ଼ିଶାର ଯେକୌଣସି ଜାଗାର ଖ୍ରୀଷ୍ଟିଆନ ହୁଅନ୍ତୁ ନା କାହିଁକି, ମାଲକାନଗିରି 2 ତାରିଖରେ ଦୟାପୂର୍ବକ ମାଲକାନଗିରି ପହଞ୍ଚନ୍ତୁ। ସେଠାରେ ଗୋଟିଏ ବିଶାଳ ରାଲିର ଆୟୋଜନ କରାଯାଉଛି। ଆଉ ସେହି ରାଲିରେ ଭାଗ ନିଅନ୍ତୁ ଏବଂ ଆଜି ପର୍ଯ୍ୟନ୍ତ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ଏଫଆଇଆର ଅନୁସାରେ କୌଣସି ଦୋଷୀକୁ ଦଣ୍ଡିତ କରାଯାଇ ନାହିଁ। ତେଣୁ ନିବେଦନ କରୁଛୁ, ଆମେ ସରକାରଙ୍କ ନିକଟରେ ଗୁହାରି କରୁଛୁ ଯେ ଯଥାଶୀଘ୍ର ଦୋଷୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ସରକାରଙ୍କର କର୍ତ୍ତବ୍ୟ, ପୋଲିସ ପ୍ରଶାସନର କର୍ତ୍ତବ୍ୟ। ତେଣୁ ଆପଣମାନେ ସେହି ରାଲିରେ ଯୋଗ ଦେଇ ଆପଣଙ୍କର ସମର୍ଥନ ଦିଅନ୍ତୁ ଏବଂ ଯେପରି ପୋଲିସ ପ୍ରଶାସନ ବାଧ୍ୟ ହୋଇ ଦୋଷୀମାନଙ୍କୁ ଆଇନ ପରିସରଭୁକ୍ତ କରି ଦଣ୍ଡିତ କରିପାରିବ। ତେଣୁ ଆପଣମାନଙ୍କର ସହଯୋଗ ଅପେକ୍ଷାରେ ଏବଂ 2 ତାରିଖରେ ମାଲକାନଗିରିରେ ଆପଣମାନଙ୍କର ଉପସ୍ଥିତି ଅପେକ୍ଷାରେ ରହିଲୁ। ଧନ୍ୟବାଦ। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଜୁଲାଇ 3 ତାରିଖ, ଏହି ବର୍ଷ ଜୁଲାଇ ମାସ 3 ତାରିଖ ମାନେ ବହୁତ ଶୀଘ୍ର ଆସୁଛି। ଜୁଲାଇ 3 ତାରିଖକୁ ଆପଣ କେବେ ବି ଭୁଲନ୍ତୁ ନାହିଁ। ଆଉ ଏଇ ଡେଟ୍କୁ ଆପଣ ମନେ ରଖନ୍ତୁ। କାହିଁକି ମୁଁ କହୁଅଛି, କାରଣ ଏହି ଦିନ ଏକ ବହୁତ ବଡ଼ ରାଲି ହେବା ପାଇଁ ଯାଉଅଛି। ଆମର ମାଲକାନଗିରି ଜିଲ୍ଲାରେ ଏକ ବହୁତ ବଡ଼ ରାଲି ହେବ। ଆଉ ତେବେ ପ୍ରିୟ ବନ୍ଧୁ କ'ଣ, ଆଉ ସେଇ ରାଲିରେ ଅନେକ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଆସୁଛନ୍ତି, ଯୋଗଦାନ କରୁଛନ୍ତି। ଆଉ ଆପଣ ବି ସେଠି ଯୋଗଦାନ କରନ୍ତୁ, ମୁଁ ଏଇଟା ଆପଣଙ୍କୁ ଅନୁରୋଧ କରୁଅଛି। ଆଉ ତେବେ ପ୍ରିୟ ବନ୍ଧୁ କ'ଣ, ଆପଣ ଯୋଗଦାନ କରନ୍ତୁ ସେ ରାଲିରେ। କାରଣ କାହିଁକି ମୁଁ କହୁଅଛି, ଯୋଗଦାନ କରିବା ଆମେ ସମସ୍ତେ ମିଶିକି, ଆଉ ସେ ରାଲିକୁ ଆମେ ଆହୁରି ସଫଳ କରିବା। କାହିଁକି ନା ଯେତେ ଅଧିକ ସଂଖ୍ୟାରେ ଲୋକ ଯୋଗ ଦେବେ ରାଲିରେ, ରାଲିର ମହତ୍ତ୍ୱ, ରାଲିର ଶକ୍ତି ଏବଂ ରାଲି କରିବାର ସେ ଯେଉଁ ଉଦ୍ଦେଶ୍ୟ ସେଇଟା ବଳବତ୍ତର ହେବ, ଆହୁରି ଷ୍ଟ୍ରଙ୍ଗ ହେବ, ମଜବୁତ ହେବ। ତେଣୁ ଜଣେ ଖ୍ରୀଷ୍ଟିଆନ ଲିଡର ଆଉ ସିଏ ମାଲକାନଗିରିରେ ଥିବା ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କର ମଙ୍ଗଳକୁ ଦୃଷ୍ଟି ଆଗରେ ରଖି ସେମାନେ ଏକ ରାଲି କରିବାକୁ ଯାଉଛନ୍ତି ଆଗାମୀ ଦିନରେ, ଆଉ ଜୁଲାଇ ମାସ 3 ତାରିଖରେ। ଆଉ ଆପଣ ଭୁଲନ୍ତୁ ନାହିଁ, ମୋର ଆପଣଙ୍କୁ ବିଶେଷ ଅନୁରୋଧ, ହୃଦୟର ସହିତ ମୁଁ ରିକ୍ୱେଷ୍ଟ କରେ, ଆପଣ ଦୟାକରି ମାଲକାନଗିରିରେ ଥିବା ସେ ରାଲିରେ ଆପଣ ଯୋଗଦାନ କରନ୍ତୁ। କାହିଁକି ନା ସେଠି ଆମର ଖ୍ରୀଷ୍ଟିଆନ ଭାଇମାନଙ୍କ ଉପରେ ଯେଉଁ ଅତ୍ୟାଚାର ହେଲା, 22 ଜଣ ଆମର ଖ୍ରୀଷ୍ଟିଆନ ଭାଇମାନଙ୍କୁ ଆକ୍ରମଣ କରାଗଲା, ମରଣାନ୍ତକ ଆକ୍ରମଣ। ଆଉ ସେମାନେ ହସ୍ପିଟାଲରେ ଆଡ଼ମିଟ୍ ହେଲେ। ଆଉ ଯେଉଁମାନେ ଆକ୍ରମଣ କଲେ ସେମାନେ ଏପର୍ଯ୍ୟନ୍ତ ଆରେଷ୍ଟ ହୋଇନାହାନ୍ତି, ଆଉ ସେମାନେ ଏପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଗିରଫ କରିନାହିଁ। ରାଲି କରିବାର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଏଇଭଳି ଅମାନବିକ କାର୍ଯ୍ୟ କରିଛନ୍ତି ସେମାନେ ଯେପରି ଆରେଷ୍ଟ ହେବେ, ତା ସହିତ ସେହି ମାଲକାନଗିରିରେ ଥିବା ଅନ୍ୟାନ୍ୟ ଖ୍ରୀଷ୍ଟିଆନ ବିରୋଧୀମାନେ ଯେପରି ଭୟ କରିବେ ପ୍ରଶାସନକୁ, ଯେ ପ୍ରଶାସନର ଏମିତି ଗୋଟେ ଶକ୍ତି ଅଛି, ପ୍ରଶାସନର ପାୱାର ହେଉଛି ବହୁତ,
ତାକୁ ସେମାନେ ଅନୁଭବ କରିବେ। ଆଉ ସେଥି ନିମନ୍ତେ ଏ ରାଲି ରଖାଯାଇଛି। ଆଉ ଆଗାମୀ ଦିନରେ ଯେତେବେଳେ ବି ଖ୍ରୀଷ୍ଟିଆନ ବିରୋଧୀମାନେ ତାଡ଼ନା କରିବେ, ଦଙ୍ଗା କରିବେ, ହଙ୍ଗାମା କରିବେ, ଆଉ ସେହି ସମୟରେ ସେମାନେ ହଙ୍ଗାମା କରିବା ପୂର୍ବରୁ, ଦଙ୍ଗା କରିବା ପୂର୍ବରୁ ସେମାନେ 100 ଥର, ଅତି କମ୍ରେ 100 ଥର ସେମାନେ ଯେମିତି ଚିନ୍ତା କରିବେ ଆମେ ଯେଉଁ କାମ କରିବା ପାଇଁ ଯାଉଅଛୁ ତା ପ୍ରକୃତରେ ଠିକ୍ ନା ଭୁଲ। ଯଦି ଆମେ ଏ କାମ କରୁ ଆମର ଅବସ୍ଥା କ'ଣ ହେବ? ତେବେ ପ୍ରିୟ ବନ୍ଧୁଗଣ, ସେଥି ନିମନ୍ତେ ବିଶେଷ ଅନୁରୋଧ, ଆପଣ ସେହି ରାଲିରେ ଯୋଗଦାନ କରନ୍ତୁ। ତା ସହିତ ଆମମାନଙ୍କର ବି ସହଯୋଗ ଅଛି, ମୋର ମଧ୍ୟ ସହଯୋଗ ଅଛି। ଆଉ ଯଦି ପରମେଶ୍ୱର ଅନୁଗ୍ରହ କରନ୍ତି ତେବେ ହୁଏତ ଆପଣଙ୍କ ସହିତ ଭେଟ ହୋଇପାରେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଆସନ୍ତୁ, ବହୁ ସଂଖ୍ୟାରେ ଆପଣ ଯୋଗଦାନ କରନ୍ତୁ ସେ ରାଲିରେ ଏବଂ ସେ ରାଲିକୁ ଆପଣ ସଫଳ କରନ୍ତୁ। ଯଦି ଆପଣ ମୋତେ ଯଦି ପଚାରୁଛନ୍ତି ରାଲି ବିଷୟରେ ଆପଣଙ୍କର ଅଭିଜ୍ଞତା କ'ଣ, ତେବେ ପ୍ରିୟ ବନ୍ଧୁଗଣ, ଏତେ ତ ଅଭିଜ୍ଞତା ନାହିଁ, ତଥାପି ମୁଁ ଜାଣିଛି ଯେଉଁ ଯେଉଁ ଜାଗାରେ ରାଲି ହେଇଛି, ଖ୍ରୀଷ୍ଟିଆନ ରାଲି, ସେ ସବୁ ବିଷୟ ସଫଳ ହେଇଛି। ମୋର ମନେ ଅଛି ଡିସେମ୍ବର ମାସ 25 ତା ପୂର୍ବରୁ 22 ତାରିଖ ଦିନ, ଆଉ ସେଇଦିନ 2 ଜଣ ମହିଳାଙ୍କୁ ଖ୍ରୀଷ୍ଟିଆନ ବିରୋଧୀମାନେ ନଡ଼ିଆ ଗଛରେ ବାନ୍ଧିକି ତାଙ୍କୁ ଅପମାନ ଦେଲେ ଆଉ ତାଙ୍କୁ ବହୁତ ନିର୍ଯାତନା କଲେ। ଆଉ ବଡ଼ଦିନର କେକ୍କୁ କ'ଣ କଲେ, ତାଙ୍କ ମୁହଁରେ ଲଗାଇ ଦେଇଥିଲେ, ବୋଳି ଦେଇଥିଲେ, ତାଙ୍କୁ ବାନ୍ଧି ଦେଇଥିଲେ। ଆଉ ଯେଉଁ ବିରୋଧୀମାନେ ଏଇସବୁ କାର୍ଯ୍ୟ କରିଥିଲେ ସେମାନେ ତ କାଣ୍ଡ କରିକି ପଳାଇଲେ, କିନ୍ତୁ ପ୍ରଶାସନ କୌଣସି ଆକ୍ସନ୍ ନେଇନଥିଲା। ଯେତେବେଳେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ବାହାରିଲେ, ରାଲିରେ ବାହାରିଲେ, ସେତେବେଳେ ଖ୍ରୀଷ୍ଟିଆନମାନଙ୍କର ଏକତା ଦେଖିକି ପ୍ରଶାସନ ବାଧ୍ୟ ହେଲା ସେ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ଆରେଷ୍ଟ କରିବା ପାଇଁ। ତେବେ 3 ଜଣଙ୍କୁ ପୁଲିସ ଆରେଷ୍ଟ କରିଥିଲା, ମୁଁ ଯାହା ଶୁଣିଛି। ଆଉ 3 ଜଣଙ୍କୁ ପୁଲିସ କ'ଣ କରିଥିଲା, ଆରେଷ୍ଟ କରିଥିଲା, ଗିରଫ କରିଥିଲା। ଆଉ ସେମାନେ କ'ଣ କରିଥିଲେ, ଯେହେତୁ ଏମିତି ଅମାନବୀୟ କାର୍ଯ୍ୟ ସବୁ କରିଥିଲେ, ସେଥିରେ ମୋତେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେଥିପାଇଁ ମୋର ଅନୁରୋଧ, ଆପଣ ଅଧିକ ସଂଖ୍ୟାରେ ଯୋଗ ଦିଅନ୍ତୁ ରାଲିରେ, ଫଳରେ ସେ ରାଲି ସଫଳ ହେବ। ଆଉ ଆମର ତାଡ଼ନା ପାଇଥିବା, ନିର୍ଯାତନା ପାଇଥିବା ମାଲକାନଗିରିର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ନ୍ୟାୟ ମିଳିବ। ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଏଇଭଳି ଅମାନବୀୟ କାର୍ଯ୍ୟ କରିବା ନିମନ୍ତେ ଆଉ ସେମାନେ ସାହସ ମଧ୍ୟ କରିବେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଏ ଭିଡ଼ିଓକୁ ମୁଁ ସିରିୟସଲି ବନାଉଛି, କାରଣ ଯେତେବେଳେ ମୁଁ ଶୁଣିଲି ଯେ ମାଲକାନଗିରି ଜିଲ୍ଲାରେ ଏକ ବହୁତ ବଡ଼ ରାଲି ହେବ, ରାଲିର ଉଦ୍ଦେଶ୍ୟ କ'ଣ, ଯେତେବେଳେ ମୁଁ ଶୁଣିବାକୁ ପାରିଲି, ମୁଁ ଚିନ୍ତା କଲି ନାଇଁ, ଏ ଖବରଟା ଆପଣମାନଙ୍କ ପାଖକୁ ଆହୁରି ଅଧିକ ମାତ୍ରାରେ ପହଞ୍ଚାଇଲେ ଭଲ ହେବ। ସେଥିନିମନ୍ତେ ମୁଁ ଚିନ୍ତା କଲି ଏ ଖବରକୁ ଆପଣଙ୍କ ନିକଟରେ ଯଥାଶୀଘ୍ର ପହଞ୍ଚାଇବା ନିମନ୍ତେ, ଆଉ ଅତି ଶୀଘ୍ର ଆପଣ এই ଖବର ଜାଣନ୍ତୁ, କାରଣ ସମୟ ବି ବେଶୀ ଆମ ପାଖରେ ନାହିଁ। ଆପଣ ଯାଆନ୍ତୁ ଆଉ ସେଠି ପହଞ୍ଚିକି ଆପଣ ରାଲିକୁ ଆପଣ ସଫଳ କରନ୍ତୁ, ଖ୍ରୀଷ୍ଟିଆନ ରାଲିକୁ। ଯେପରି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଯେଉଁମାନେ ତାଡ଼ନା ପାଇଥିଲେ ସେମାନେ ଯେପରି ନ୍ୟାୟ ପାଇବେ, ଆପଣ ଟିକେ ଚେଷ୍ଟା କରନ୍ତୁ। ଏହା ମୋର ବିନମ୍ର ଅନୁରୋଧ ଆପଣମାନଙ୍କୁ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଯେହେତୁ ଆମ ପାଖରେ ସମୟ ଅଳ୍ପ ଅଛି, ସେଥିପାଇଁ ଏ ଖବରଟାକୁ ଆପଣ ସେୟାର କରନ୍ତୁ, ଏମିତି ପ୍ରବଳ ମାତ୍ରାରେ ସେୟାର କରନ୍ତୁ ଯେମିତିକି ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ପାଖରେ ଏ ଭିଡ଼ିଓ ପହଞ୍ଚିବ ଏବଂ ସେମାନଙ୍କ ମଧ୍ୟରେ ଯେଉଁମାନେ ଇଚ୍ଛା ପ୍ରକାଶ କରିବେ ଆଉ ରାଲିକୁ ଯିବା ନିମନ୍ତେ, ସେମାନେ ଯେପରି
ସେ ରାଲିକୁ ଯାଇକି ସେଠି ଯୋଗଦାନ କରିକି ଯେପରି ରାଲିକୁ ସଫଳ କରିବେ ଏବଂ ଯେଉଁ ଉଦ୍ଦେଶ୍ୟରେ ରାଲି ବାହାରି ଅଛି ସେ ଉଦ୍ଦେଶ୍ୟ ମଧ୍ୟ ଯେପରି ସଫଳ ହେବ। ସମସ୍ତଙ୍କୁ ନମସ୍କାର।